बालेश्वर बालेश्वर महोत्सव सर्वप्रथम जय जगन्नाथ आपण मानक हार्दिक अभिनंदन सादर स्वागत। भुवनेश्वर बालेश्वर महोत्सव यहाँ 15/1/2018 मसीह आरंभ है। आज को 8 वर्ष है पदार्पण कर बालेश्वर कर कारण हूँ आम समस्ते बालेश्वरवासी भुवनेश्वर अवस्थान करुचु। चंदनेश्वर ठार आरंभ करी चंदनेश्वर भोगराई बालियापाल जलेश्वर स्वर नीलगिरी एवं बस्ता ता छड़ा सबु अंचल 7टा एमएलए निर्वाचन मंडली नहीं बालेश्वर जिला अवस्थित से परिप्रेक्षी में आम बालेश्वरवासी जिते लोक भुवनेश्वर रोच प्रवासी बालेश्वरियान ये रेसिडेंट एसोसिएशन गोटे अच्छी से आम कदमकर्ता अच्छे तेणु आमको ये कार्यक्रम चालू रही 8 वर्ष है। तेणु आम ये कार्यक्रम को स्वागत करुँ। मुख्य अतिथि आमर प्रिय सौम्यरंजन पट्टनायक महोदय आसवे, आमर पूर्वतन एमपी प्रसन्न पाटसाणी महोदय आसवे, मेयर श्रीमती सलोचना दास महोदय बीएमसी मेयर से आसुन। बालेश्वर सांसद कही श्रीजुक्त प्रताप चंद्र षडंगी एवं गोविंद चंद्र दास एमाने डेपुटी हुई सब आसबार आमको कनसेंट देते कनसेंट लेटर अच्छी। तेणु ये समस्ते आसवे विश्वभूषण सार आसवाई कहते किंतु देह टी असुस्थ थी आसपार ना आम दुखित जहाँ ठाकुर प्रार्थना करोग्य कम आमर भाईचारा स्नेह श्रद्धार प्रतीक हम। आमर मुख्य है बालेश्वर भाईचारा। आप देखो तो डॉक्टर हरेकृष्ण महताब भुवनेश्वर राजधानी तैयारी कले बालेश्वर लोक
ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିଲେ, ସେ ମଧ୍ୟ ବାଲେଶ୍ୱର ଲୋକ। ଆମର ଐତିହ୍ୟ ପରମ୍ପରାର ପ୍ରତୀକ ବାଲେଶ୍ୱର ଜିଲ୍ଲା, ଯିଏକି ଡକ୍ଟର ଏମ୍ ଦାସ, ମନ୍ମଥନାଥ ଦାସ, ମନୋଜ ଦାସ, ସେ ମଧ୍ୟ ବାଲେଶ୍ୱର ଲୋକ। ଦୀନକୃଷ୍ଣ ଜଳେଶ୍ୱର ଅଛନ୍ତି। ରାଧାନାଥ ସ୍ୱରର କବିବର ରାଧାନାଥ ରାୟ, ତାଙ୍କ ଘର ଆମ କେଦାରପୁର ଗାଁ ପାଖ, ସେ ଅଛନ୍ତି। ଆଉ ଫକୀରମୋହନ ସେନାପତି ଅଛି। ବହୁତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯିବ, ସମାଜସେବୀମାନଙ୍କୁ କରାଯିବ, ଏହିସବୁ ଜିନିଷ ଅଛି। କେଉଁ କେଉଁ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାହେବ? ସେମାନେ ସମ୍ବର୍ଦ୍ଧିତ କରାଯିବେ ଯେଉଁମାନେ ବାଲେଶ୍ୱର ବିଶିଷ୍ଟ ଡକ୍ଟର PC ଦେଙ୍କୁ ଆମେ କରିବା, ଆଉ ଅନ୍ୟମାନେ ଯେଉଁମାନେ ଅଛନ୍ତି ସିନିୟର ସିଟିଜେନ୍ ତାଙ୍କୁ ମଧ୍ୟ କରାଯିବ, ସମସ୍ତଙ୍କୁ କରାଯାଉଛି। ଆଉ ସମ୍ବର୍ଦ୍ଧିତ କଲା ପରେ ଆଉ ସବୁ କ'ଣ ଆମ ଏବେ କଲଚରାଲ୍ ପ୍ରୋଗ୍ରାମ୍ ଚାଲିଛି, ଜଗନ୍ନାଥଙ୍କ ଉପରେ ଭଜନ କାର୍ଯ୍ୟକ୍ରମ ଚାଲିଛି। କ'ଣ ଅଛି ଆଜି ଆପଣଙ୍କର? ଆଜି ଭଜନ ସମାରୋହ ହେଉଛି, ସମ୍ବଲପୁରୀ ଡ୍ୟାନ୍ସ ହେବ, ଆଉ ଜଗନ୍ନାଥ ଶ୍ରୀ ଗଣେଶ ଗୀତିନାଟ୍ୟ ଗୋଟେ କରାହେଉଛି। ତାପରେ ଏଇଭଳିଆ ସବୁ କାର୍ଯ୍ୟକ୍ରମ ହେବ, ଯିଏ ଯାହା ଗୋଟେ ଏକତାରା ବାଜନ ଗୋଟେ ବାଜିବ। ତାପରେ ତରୁଣ ସେନାପତି ଅଛନ୍ତି ଉପସଭାପତି, ଏବଂ ମନୋଜ ପାତ୍ର ଅଛନ୍ତି ସମ୍ପାଦକ। ତା ଛଡ଼ା ଅନ୍ୟାନ୍ୟ ସମସ୍ତେ ଅଛନ୍ତି, ମୁଖ୍ୟାଂଶରେ ବି ଅଛନ୍ତି। ଟୋଟାଲ୍ କେତେ ଅଛନ୍ତି ମେମ୍ବର ଆପଣଙ୍କର? ଆମର ଟୋଟାଲ୍ 570 ମେମ୍ବର ଅଛନ୍ତି। ଆଉ ଆଜି ମଧ୍ୟ ଆଉ ଗୋଟେ କଥା, ମୋର ସାଦର ସ୍ୱାଗତ। ମୋ ନମ୍ବର ମୁଁ ଦେଉଛି 9437380115, ସେମାନଙ୍କୁ ମଧ୍ୟ ସ୍ୱାଗତ କରୁଛୁ। ତେଣୁ ସେମାନେ ଜାଣିପାରୁଛନ୍ତି ଯେତିକି, କିଛି ବି ମଧ୍ୟ ଜାଣିକି ବି ଆସିପାରୁନାହାନ୍ତି, ଏବଂ ମୁଁ ତାଙ୍କୁ ସ୍ୱାଗତ କରୁଛୁ, ଆସନ୍ତୁ, ସେମାନେ ଆସିଲେ ଭଲ ହେବ। ମୋ ନାଁ ପରଶୁରାମ ବିଶ୍ୱାଳ, ଘର ବାଲେଶ୍ୱର, ନୀଳଗିରି ଜିରିତାଳ। ଆଜି 8 ବର୍ଷ ପୂରଣ ହେଲା ଭୁବନେଶ୍ୱର ଠାରେ ରହୁଥିବା ବାଲେଶ୍ୱରଙ୍କର ଏକ ମିଳିତ ଉତ୍ସବ, ବନ୍ଧୁ ମିଳନ ଯାହାକୁ ଆମେ କହୁଛୁ। ମାନେ ଆମେ କିଏ ବାଲେଶ୍ୱର ବିଭିନ୍ନ ଜାଗାରୁ ଆସିକି ଭୁବନେଶ୍ୱର ସବୁ ରହୁଛନ୍ତି, କିନ୍ତୁ ଏଠି ଗୋଟେ ମାନେ ବହୁତ ଖୁସିର କଥା, ବହୁତ ଗୋଟେ ଗର୍ବର କଥା। ଆମେ ସବୁ ବାଲେଶ୍ୱରିଆ ଭାଇମାନେ, ବନ୍ଧୁମାନେ ଆଜି ଏକାଠି ହେଲୁ, ଦୁଃଖ ସୁଖ ହେଲୁ, ସମସ୍ତଙ୍କର ପରିଚୟ ପ୍ରଦାନ ହେଲା। ଏବଂ ଆମର ମୁଖ୍ୟ ଅତିଥି ପ୍ରସନ୍ନ ପାଟ୍ସାଣୀ ଆସିଥିଲେ, ସୌମ୍ୟରଞ୍ଜନ ଭାଇ ଆସିଥିଲେ, ସେମାନେ ସୁଲୋଚନା ମେୟର, ଭୁବନେଶ୍ୱର ମେୟର ସୁଲୋଚନା ମ୍ୟାଡ଼ାମ୍ ଆସିଥିଲେ ହେଲା। ସମସ୍ତେ ବହୁତ ଆନନ୍ଦର ସହିତ ଏ ଉତ୍ସବକୁ ପାଳନ କଲୁ, ଏବଂ ଆଶା କରୁଛୁ ଆଗାମୀ ଦିନରେ ଏ ଉତ୍ସବ ଆହୁରି ମଜବୁତ ଆଉ ସୁସଜ୍ଜିତ, ଆହୁରି ସୁନ୍ଦର ମଧ୍ୟ ହେବ। ଜୟ ହିନ୍ଦ, ଜୟ ଜଗନ୍ନାଥ। ବାଲେଶ୍ୱର ଆଗରୁ ବାଲେଶ୍ୱରକୁ ଓଡ଼ିଶାର ମୁଣ୍ଡ କୁହାହେଉଥିଲା, କାହିଁକିନା ଶିକ୍ଷା କହିଲେ ବାଲେଶ୍ୱରକୁ ଓଡ଼ିଶାର ଭାତହାଣ୍ଡି କୁହାହେଉଥିଲା। ଆଉ ସେ ଗର୍ବ ଆଉ ସେ ଗୌରବ ଆଉ ନାହିଁ। ତେଣୁ ସେ ଗୌରବ ଆଉ ଗୌରବ କେମିତି ଆମେ ଫେରି ପାଇବୁ, ସେ ବାବଦରେ ଆମେ ଗୋଟେ ଦାବିପତ୍ର ସରକାରଙ୍କୁ ମଧ୍ୟ ଦେବୁ। କେମିତି ଆଗରୁ ଯେମିତି ବାଲେଶ୍ୱର ଭଲ ଚାଷ ହେଉଥିଲା, କଲ୍ଟିଭେସନ୍ ହେଉଥିଲା, ଆଜି ବି ସେମିତି ହେଉ। ଦ୍ୱିତୀୟ କଥା, ଶିକ୍ଷା ସେମିତି ଆହୁରି ଉନ୍ନତମାନର ହେଉ। ବାଲେଶ୍ୱର ଆଜି ଯଦି ଭୁବନେଶ୍ୱର ରାଜଧାନୀ ହୋଇପାରିଛି, ସେ ହେଉଛି ଡକ୍ଟର ହରେକୃଷ୍ଣ ମହତାବ, ମୁଖ୍ୟମନ୍ତ୍ରୀ, ପ୍ରଥମ ସ୍ୱାଧୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ଆମ ବାଲେଶ୍ୱରରୁ ଥିଲେ। ତାଙ୍କ ଉଦ୍ୟମରେ ଆଜି ବାଲେଶ୍ୱର ରାଜଧାନୀ ହୋଇପାରିଛି, ଯେଉଁଠିକି ସବୁ ଜିଲ୍ଲାରୁ ଲୋକମାନେ ଆସିକି ଏଠି ରହୁଛନ୍ତି। ତେଣୁ ଆପଣଙ୍କର ବାଲେଶ୍ୱର ସମ୍ରାଟ ବା ସେନାପତି ଫକୀରମୋହନ, କବିବର ରାଧାନାଥ ରାୟ, ଏସମାନଙ୍କର ଉଦ୍ୟମରେ ଆଜି ବାଲେଶ୍ୱର ସାରା ଭାରତବର୍ଷରେ ଗର୍ବ ହେଇଛି। ସେ ଗର୍ବକୁ ଅକ୍ଷୁଣ୍ଣ ରଖିବା, ସେ ଗର୍ବକୁ ଆମେ ଆହୁରି ଆଗକୁ ତାଙ୍କ ନାମକୁ କେମିତି ନେବୁ, ବାଲେଶ୍ୱର ମାଟିକି ଆହୁରି ଉଜ୍ଜଳ କରିବୁ, ବାଲେଶ୍ୱରକୁ ଆହୁରି ପ୍ରସିଦ୍ଧ କରିବୁ, ସେହି ସବୁ କାମନା ନେଇକି ଆମେ ଏଠି ଆୟୋଜିତ କରିଥିଲୁ। ଆଶା କରୁଛୁ ଆଗାମୀ ଦିନରେ ଏ ଆହୁରି ମଜବୁତ ହୋଇ ଚାଲିବ। ଏ ସଂଘ ପରମାତ୍ମନେ ବଳଭଦ୍ର ସୁଭଦ୍ରା ଜଗନ୍ନାଥ ମୁଖଂ କରତି ବାଚାଳଂ ପଙ୍ଗୁଲଂ ଭୈତଗିରିଂ ଯତ୍କୃପା ତମଂ ବନ୍ଦେ ପରମାନନ୍ଦ ମାଧବ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମୟୀ। ଆଜି ମୁଁ ଆପଣଙ୍କୁ ସର୍ବପ୍ରଥମେ ଭୁବନେଶ୍ୱରର ବାଲେଶ୍ୱର ମହୋତ୍ସବ ଓ ବନ୍ଧୁ ମିଳନ ଆମେ କରୁଛେ, ସେ ସଂସ୍ଥା ତରଫରୁ ଆମର ବାଲେଶ୍ୱର ରେସିଡେଣ୍ଟସ୍ ଆସୋସିଏସନ୍ ଏଠି ଭୁବନେଶ୍ୱର ରହିଛି। ତେଣୁ ମୁଁ ଏଥିପାଇଁ ସମସ୍ତଙ୍କୁ ସାଦର ସ୍ୱାଗତ, ନମସ୍କାର, ଶୁଭ ଅଭିନନ୍ଦନ। 2025 ମସିହାରେ ମୁଁ ଆପଣଙ୍କୁ ଶୁଭ ଅଭିନନ୍ଦନ ଜ୍ଞାପନ କରୁଛି। 18 ମସିହା ଅଗଷ୍ଟ 15 ତାରିଖ ଦିନ ଆମର ମନରେ ଗୋଟେ ଭାବ ବ୍ରେକ୍ ହେଲା। ଆମେ
ବାଲେଶ୍ୱରବାସୀ କିଛି ବସି ଆରମ୍ଭ କଲୁ ଯେ ଭାରତର ତଥା ଓଡ଼ିଶାର ବିଶିଷ୍ଟ ବାଲେଶ୍ୱର ଜିଲ୍ଲା ଯିଏକି ଭାରତବର୍ଷର ସ୍ୱାଧୀନ କରିଛନ୍ତି ଆମର କାର୍ଯ୍ୟକ୍ରମ ଗୋଟେ କରିବା। ଥରେ ମୋତେ ମୟୂରଭଞ୍ଜର ଉତ୍ତମ ଭାଇ କହିଲେ ମୋତେ ଗେଷ୍ଟ କରିଥିଲେ। ତାପରେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ ହେଉଛି। ସୌମ୍ୟ ଭାଇ ଆସିଲେ, ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବାଦର ସେ ମଧ୍ୟ ଆସିଲେ, ତାଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି ମଧ୍ୟ। ସେ ମଧ୍ୟ ପଟ୍ଟନାୟକ ମହୋଦୟ ସେ ଆସି ଏଠି ବସିଛନ୍ତି, ଗୀତ ଶୁଣିଛନ୍ତି, ଆମ ସହିତ ସହଯୋଗ ସାର୍ଙ୍କୁ ଦାୟିତ୍ୱ ଦେଇକି ଗଲେ। ଏବଂ ଡକ୍ଟର ଶୋଭାଶ୍ରୀ ଲେଙ୍କା ସେ ମଧ୍ୟ ଇଷ୍ଟର୍ଣ୍ଣ ମିଡ଼ିଆର ଚେୟାରମ୍ୟାନ୍ ସେ ଆସିଥିଲେ, ସେ ବି ମଧ୍ୟ ଗାଇଛନ୍ତି। ଆମର ପିଲାମାନେ ମଧ୍ୟ ନାଚୁଛନ୍ତି, ନାଚ ଗୀତ ସେଠାରେ ମଧ୍ୟ ପ୍ରଥମରେ ଗଲେ 5ଟାରୁ 6ଟା ବିଭିନ୍ନ ନାଚ ସମ୍ବଲପୁରୀ ନାଚ କଲେ, ଏପଟେ ବସି ଡ୍ୟାନ୍ସ କରିଛନ୍ତି, ତାଙ୍କୁ ମଧ୍ୟ ଆମେ ସାମିଲ କଲେ। ଏକତା ଗ୍ରାଜୁଏସନ୍ ସେ ମାଝୀ ଭାଇ ସେ ଆସିଥିଲେ, ସେ ମଧ୍ୟ କଲେ। ବିଭିନ୍ନ ସ୍ଥାନରୁ ଆସିଥିଲେ, ତାଙ୍କୁ ମଧ୍ୟ ମୁଁ ସ୍ୱାଗତ କଲି ସମସ୍ତଙ୍କୁ। ଏବଂ ଲାଷ୍ଟକୁ ଆମ ପାଠଶାଣୀ ଯିଏକି ଓଡ଼ିଶାର ସର୍ବଶ୍ରେଷ୍ଠ ନେତୃତ୍ୱ, ସେ ମଧ୍ୟ ତାଙ୍କୁ ସମସ୍ତେ ଜାଣିଛନ୍ତି। ସେ ତାଙ୍କୁ ମଧ୍ୟ ମୁଁ ଆଜି ମୁଖ୍ୟ ଅତିଥି ଭାବରେ ଉଦ୍ଘାଟନ ତଥା ମୁଖ୍ୟ ଅତିଥି ଭାବରେ ସାଦର ସ୍ୱାଗତ କରୁଛି। ଆଉ ଆମର ତ ସଂସ୍ଥାର ଅଛନ୍ତି ଏବଂ ପୁଲିନ ବିହାରୀ ଦାସ ମହୋଦୟ ଅଛନ୍ତି, ସେପଟେ ସେକ୍ରେଟାରୀ ଅଛନ୍ତି ମନୋଜ କୁମାର ପାତ୍ର ମହୋଦୟ, ତାଙ୍କୁ ମଧ୍ୟ ସ୍ୱାଗତ କରୁଛି। ପରଶୁରାମ ବିଶ୍ୱାଳ ଅର୍ଗାନାଇଜିଂ ସେକ୍ରେଟାରୀ ସେ ଅଛନ୍ତି ଏବଂ ପିଏନ୍ ମାସଙ୍କ ମହୋଦୟ ସେ ଅଛନ୍ତି, ତାଙ୍କୁ ସ୍ୱାଗତ କରୁଛି। ଏତଦ୍ ବ୍ୟତୀତ ଯେଉଁମାନେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆସିଛନ୍ତି, ବିଭିନ୍ନ ସ୍ଥାନର ଲୋକ, ଗାଁ ଗଣ୍ଡାର ଲୋକ ଥିବା ଏଠି ଭୁବନେଶ୍ୱର ବିଭିନ୍ନ କାର୍ଯ୍ୟକ୍ରମରେ ବିଭିନ୍ନ ପଦପଦବୀରେ ରହିଛନ୍ତି, ମୁଁ ସମସ୍ତଙ୍କୁ ସାଦର ସ୍ୱାଗତ କରୁଛି। ମିଡ଼ିଆ ବାଲାଙ୍କୁ ମଧ୍ୟ ସ୍ୱାଗତ କରୁଛି ଏବଂ ଏହି ସଂସ୍ଥାର ଯେଉଁ ଜୟଦେବ ଭବନ କର୍ମକର୍ତ୍ତା ତାଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି। ତା ସହିତ ଶ୍ରେଷ୍ଠ ଜିଲ୍ଲା ବାଲେଶ୍ୱର ଏ ରାଜଧାନୀ ଆପଣଙ୍କ ଜିଲ୍ଲାରେ କରିଛି। ସେ ପୁଣ୍ୟଶ୍ଲୋକ ଐତିହାସିକ ହରେକୃଷ୍ଣ ବାଲେଶ୍ୱରରେ କିଛି ସମଗ୍ର ଓଡ଼ିଶାର ଇତିହାସ ଅର୍ଥ ଡକ୍ଟର ମହତାବଙ୍କର ଇତିହାସ ଆଦି ପଢ଼ିବେ ଓଡ଼ିଶାର ଇତିହାସ ସେ ଏବେ ଲେଖିଯାଇଛନ୍ତି। ତାଙ୍କ ପରେ ଆଉ ଲେଖାଯାଇ ନାହିଁ। ଯେଉଁଟା ଲେଖାଯାଇ ନାହିଁ ତାକୁ କେମିତି ଲେଖିବେ ଆପଣମାନେ? ଯାହା କୁହାଯାଇଛି ଆଉ କୁହାଯାଇପାରିବନି, ଯାହା ଲେଖାଯାଇଛି ଆଉ ଥରେ ମଧ୍ୟ ଲେଖାଯାଇପାରିବନି। କିନ୍ତୁ ବାଲେଶ୍ୱର ଯେଉଁ ଅବଦାନଟା ଅଛି ସମଗ୍ର ବିଶ୍ୱରେ ଉଇରର ଇତିହାସ ଯେଉଁ ରହୁନାହିଁ, ବାଘାଜୀଙ୍କ ଇତିହାସ ଯେଉଁ ରହୁନାହିଁ, ସମୟ ଲାଗିବ। ଏବଂ ଆପଣମାନେ କିମ୍ବଦନ୍ତୀ ପୁରୁଷ 75 ବାଲେଶ୍ୱର, ତା ସହିତ କେତେ ଶିବଲିଙ୍ଗ ଅଛି ପୃଥିବୀରେ, କେତେ ଶିବଲିଙ୍ଗ, ଲିଙ୍ଗ ଭିତରେ ଶ୍ରେଷ୍ଠ ଲିଙ୍ଗରାଜ ଭୁବନେଶ୍ୱର। ସାରା ଭୁବନର ଈଶ୍ୱରମାନେ ଯେଉଁଠି ଥାଆନ୍ତି ତା ନାମ ଅଟେ ଭୁବନେଶ୍ୱର। ସାରା ଭୁବନର ଈଶ୍ୱରୀମାନେ ଯେଉଁଠି ଥାଆନ୍ତି ତା ନାଁ ହେଲା ଭୁବନେଶ୍ୱରୀ। ତେଣୁ ମାଆର ଅପୂର୍ବ ତୀର୍ଥ, ବାପାର ପୁଣ୍ୟଭୂମି ଲଢ଼େଇ ସଂଗ୍ରାମର ସ୍ତ୍ରୀ ଶାସନରେ ପରାଘାତ କରିଦେଲା। ସେ ବାଲେଶ୍ୱର ଯେଉଁ ଝିଅମାନେ ଗାଇଲେ ନାଚିଲେ, ସୁନ୍ଦର ନାଚିଲେ, ଆମ ପ୍ରତିଭା କରିବେ। Hati
ସଭାରେ ଯାହା ବ୍ୟକ୍ତ କରିଛି ତାକୁ ରିପିଟ୍ କରୁନାହିଁ। এটা ନୂଆ କଥା ବାଲେଶ୍ୱରବାସୀ ଯେତେ ସବୁ ଇଣ୍ଟେଲେକ୍ଚୁଆଲ ଜ୍ଞାନୀ ଗୁଣୀ ଜନଗଣଠୁ ଆରମ୍ଭ କରି ତାଙ୍କର ଅପୂର୍ବ ପାଣ୍ଡିତ୍ୟ କଳା କୌଶଳରେ ବିମଣ୍ଡିତ ସେ ବାଲେଶ୍ୱରର ଚିତ୍ର ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ଏଇଟା ଗୋଟେ ବଡ଼ କଥା ବାଲେଶ୍ୱର। ଏବଂ ବାଲେଶ୍ୱରରେ ମୋର ଗର୍ବ ହେଲା ଯେତେ ସବୁ ଅଛନ୍ତି ରାଜଧାନୀରେ ସେମାନେ ଚାହିଁଥିଲେ ତା ନାଁରେ କରିଥାନ୍ତି। ରାଜଧାନୀ ଏଇଥିପାଇଁ ରାଜଧାନୀ ନିର୍ମାଣରେ ଡକ୍ଟର ମହତା ତାଙ୍କର ଘର ବାଲେଶ୍ୱର। ସେ ଜିଲ୍ଲାରେ ଆଉ ଗୋଟେ ମୁଖ୍ୟ ଜନ୍ମ ହେଇଥିଲା ନୀଳଗିରି ରହୁଥିଲା। ବହୁତ କଥା ଅଛି ଯେ ତାକୁ ବାଛାଗୃହ ଜନ୍ମ ନାହିଁ। ବହୁ ଗୁଣିପୁତ୍ର ବହୁ କବି ମହାମନୀଷୀ ଫକୀରମୋହନଠୁ ଆରମ୍ଭ କରିକିରି ଯେଉଁମାନେ ଆଜି ସମଗ୍ର କେବଳ ବାଲେଶ୍ୱରରେ ସେମାନେ ବିଶ୍ୱବନ୍ଦିତ ସେମାନଙ୍କର ଉପରେ ଯେଉଁ ପ୍ରତିଭାରେ କାମ କଲେ ପ୍ରସନ୍ନ ପାଠଶାଣୀ ତାକୁ ସମର୍ଥନ କରିକି ଯେଉଁ ବନ୍ଦାପନା କଲା ସେମାନେ ମାଆମାନଙ୍କୁ ବାପାମାନଙ୍କୁ ଅଭିମାମାନଙ୍କୁ ସେଇଟା ଗୋଟେ ଅତି ସୁନ୍ଦର ଭାବରେ ଏଠି ଏଇଟା ଗୋଟେ ଆଦର୍ଶ ସ୍ଥାନୀୟ ଯାହାକୁ ସେମାନେ ଉପସ୍ଥାପନ କଲେ କିଛି କଷ୍ଟ ବାଲେଶ୍ୱରର ଲୋକ କବିତା ଶୀତ ଉପନ୍ୟାସ ଫକୀରମୋହନଠୁ ଆରମ୍ଭ କରି ରାୟ ସମସ୍ତଙ୍କୁ ଏହି ଜୀବନରେ ବର୍ଣ୍ଣନା କରାଯାଇଛି। ଏହା ମହାନ ଉତ୍ସବ ଦିନରେ ଦେଇଛି ଏ ସଭାରେ ଯୁବପିଢ଼ି ମାଟି କିଛି ପୁଣି ଦେଲେ ନେଇକି ପଡ଼େ ଖୋର୍ଦ୍ଧା କବିତା ଆଜି ଠିକ୍ ସେଇଭଳି ସେହି ମାଟି ପୂର୍ଣ୍ଣ ମାଟି ଖୋର୍ଦ୍ଧା ଗଣିତ ଆରମ୍ଭ କରି ବାଲେଶ୍ୱର ଓଡ଼ିଆ ଗଞ୍ଜାମ ମୟୂରଭଞ୍ଜ ସବୁ ବ୍ୟାଖ୍ୟା କରି ଆଦର୍ଶ ଅନୁତ୍ତମ। ତେଣୁ ଭାଷା ଶ୍ରେଷ୍ଠ ଭାଷା ଓଡ଼ିଆ ଭାଷା ଶ୍ରେଷ୍ଠ ସାହିତ୍ୟ ଶ୍ରେଷ୍ଠ ବିଶ୍ୱ ପୃଥିବୀର ଦେବତା ବିଶ୍ୱବାସୀ ମହାନ ଦେଉଛି ବାର୍ତ୍ତା ସେ ଆଉ କେହି ନୁହେଁ ଜଗନ୍ନାଥ ଯାହାକୁ ଆମେ ପୂଜା କରୁ ଦେଶରେ ପୂଜା କରନ୍ତି ସାରା ଓଡ଼ିଶା ପୂଜା କରୁ ସମଗ୍ର ବିଶ୍ୱ